ପିଲାମାନେ ତୁମେ ମାନେ କିପରି ଅଛ? ଆଶା କରୁଛି ତୁମେ ମାନେ ବହୁତ ଭଲରେ ଥିବ ଆଉ ମନ ଲଗେଇକି ସମସ୍ତେ ପାଠ ବି ଭଲ ପଢ଼ୁଥିବ। ଆଉ ଆଜି ଆମେ ପଢ଼ିବା ପଞ୍ଚମ ଶ୍ରେଣୀର ଆମ ଭାଷା ଆମ ସାହିତ୍ୟ ବହିର ନଚିକେତା ବିଷୟଟି। ତ ତାର ଲେଖକ ହେଲେ ରାଜକିଶୋର ରାୟ। ଆଉ ରାଜକିଶୋର ରାୟଙ୍କ ବିଷୟରେ ଆମେ ଟିକେ ଜାଣିଦେବା। ସେ ଜଣେ ଜଣାଶୁଣା ଲେଖକ ଥିଲେ। ଆଉ ସେ ଅନେକ ଗଳ୍ପ କାବ୍ୟ ପ୍ରବନ୍ଧ ସବୁ ଲେଖିଛନ୍ତି। ତାଙ୍କର ପ୍ରସିଦ୍ଧ ଗଳ୍ପ ମଧ୍ୟରୁ ନୀଳ ଲହରୀ, ବନଜ୍ୟୋତ୍ସ୍ନା, ଅଶୋକ ଚକ୍ର, ଜୟଶ୍ରୀ ଏତିକ ପ୍ରମୁଖ। ଆହୁରି ବି ସେ ଅନେକ କିଛି ଲେଖିଛନ୍ତି। ଆଉ ସେ ଜଣେ ଥିଲେ ମାନବବାଦୀ କଥାଶିଳ୍ପୀ। ସେ ତାଙ୍କ ଲେଖନୀ ଦ୍ୱାରା ସମାଜକୁ ସୁଧାରିବାକୁ ଚେଷ୍ଟା କରିଥିଲେ ହେଲା। ଆଉ ତାଙ୍କର ଏହି ସବୁ ପ୍ରମୁଖ ଲେଖା ଏସବୁ ବହୁଳ ଭାବରେ ଯେଉଁ ଲେଖିଛନ୍ତି, ଆଉ ତାଙ୍କୁ ସେଥିପାଇଁକି ସବୁ ସମ୍ମାନିତ ବହୁତ ପ୍ରକାର ସମ୍ମାନ କରାଯାଇଛି, ଆଉ ପୁରସ୍କୃତ ବି କରାଯାଇଛି। ଆଉ ଆଜି ତାଙ୍କର ସେଇ ଲେଖ ମଧ୍ୟରୁ ଗୋଟେ ନଚିକେତା ବିଷୟଟି ଆମେ ପଢ଼ିବା। ପ୍ରକୃତରେ ଏଇଟା କଠ ଉପନିଷେଦର କଥାରୁ ଆସିଅଛି ନଚିକେତା। ତାକୁ ଲେଖକ ତାକୁ ତାଙ୍କ ନିଜ ଭାଷାରେ ସେ ଲେଖିକି ଆମ ପାଖରେ ପହଞ୍ଚାଇଛନ୍ତି, ତୁମ ଛୋଟ ପିଲାଙ୍କ ପାଖରେ ପହଞ୍ଚାଇଛନ୍ତି। ଏ ବିଷୟଟା କିପରି ତୁମେ ଜାଣିପାରିବ ନଚିକେତା ବିଷୟରେ, ସେଥିପାଇଁ ସେ ଲେଖିଛନ୍ତି। ଆଉ ଆମେ ଜାଣିବା ନଚିକେତା ଜଣେ ଛୋଟ ପିଲା ଥିଲା, ଯିଏକି ସେ ମୃତ୍ୟୁର ଦେବତା ଯମଙ୍କ ସହିତ ସାକ୍ଷାତ କରିପାରିଥିଲେ। ଆଉ ସେ ପୁଣି ଜାଣିବାକୁ ଚାହିଁଥିଲେ ଆତ୍ମା, ମୃତ୍ୟୁ ଓ ମୋକ୍ଷ ପ୍ରାପ୍ତି କଥା ସେ ଜାଣିବାକୁ ଚାହିଁଥିଲେ ତାଙ୍କ ପାଖରୁ। କିନ୍ତୁ ଏତେ ଛୋଟ ବୟସ ଥିଲା ଯେ ଯମ ତାଙ୍କୁ ଏସବୁ ମନା କରିଥିଲେ ଯେ ତୁ ଏତେ ଛୋଟ ପିଲା, ତୁ ଏସବୁ କ'ଣ ଜାଣିବୁ, କେହି ଜାଣିନାହାନ୍ତି, ତୁମେ କ'ଣ ଜାଣିବୁ। ତ ସିଏ କିନ୍ତୁ ଏତେ ଜିଦ୍ ଏତେ ଇଚ୍ଛା ଶକ୍ତି ସକାଶେ ପାଇଁ ଯମନ ତାଙ୍କ ପାଖରେ ହାର ମାନିକି ସେ ବାଧ୍ୟ ହୋଇଥିଲେ ତାଙ୍କୁ ସବୁ ଶିକ୍ଷା ଦେବା ପାଇଁକି। ତ ସେଇ ବିଷୟରେ ଆମେ ଆଜି ଟିକେ ପଢ଼ିବା, ଜାଣିବା ନଚିକେତା ବିଷୟରେ। ଆଉ ଠିକ୍ ଅଛି, ଚାଲ ଆମେ ଏବେ ପଢ଼ିବା ନଚିକେତା। ଚାରିଆଡ଼େ ହଟ୍ଟଗୋଳ, ସବୁଆଡ଼ୁ ଲୋକ ଆସୁଛନ୍ତି। ଋଷି ବାଜଶ୍ରବସ ଯଜ୍ଞ କରୁଛନ୍ତି, ବିରାଟ ଯଜ୍ଞ। ଏ ଯଜ୍ଞରେ ଋଷି ତାଙ୍କର ସବୁ ସମ୍ପତ୍ତି ଦାନ କରିବେ। ଆଶ୍ରମ ପାଖରେ ଯଜ୍ଞ ମଣ୍ଡପ ତିଆରି କରାଯାଇଛି। ବହୁ ଋଷି ଆସିଛନ୍ତି, ବଡ଼ ବଡ଼ ପଣ୍ଡିତ ଆସିଛନ୍ତି। ଯଜ୍ଞ ଆରମ୍ଭ ହେଲା। ହୋମନିଆଁର ଶିଖା ଉପରକୁ ଉଠିଲା। ଋଷି ଦାନ ଦେବାକୁ ଆରମ୍ଭ କରିଛନ୍ତି। ଅନେକ ଦାନ ପରେ ଗାଈମାନଙ୍କୁ ସେ ଦାନ କରିବାକୁ ଉଠିଲେ। ସମସ୍ତେ ଆନନ୍ଦିତ, ଚାରିଆଡ଼େ ପ୍ରଶଂସା। ଏସବୁ ଭିତରେ ଜଣଙ୍କ ମୁହଁରେ ହସ ନାହିଁ। ସେ ଗୋଟିଏ ଛୋଟ ପିଲା। ସେ ଛିଡ଼ା ହୋଇ ଏ ଦାନ ଦେବାର ଉତ୍ସବ ଦେଖୁଛି। ମୁହଁଟି ମ୍ଳାନ। ଏ ପିଲାଟି ଋଷି ବାଜଶ୍ରବସଙ୍କର ପୁଅ ନଚିକେତା। ତାର କିଶୋର ମନରେ ଝଡ଼ ଉଠିଛି। ସେ ଭାବୁଛି ଦାନ କରିବା ଖୁବ୍ ଭଲ କଥା। ବାବା ଗାଈ ଦାନ କରୁଛନ୍ତି, ଆହୁରି ଭଲ କଥା। ମାତ୍ର ଯାହା ଦାନ କରାଯାଉଛି, ଯିଏ ନେଉଛି ତାହାର ବ୍ୟବହାରରେ ଲାଗିଲେ ତ ସେ ଦାନ ଉତ୍ତମ। କିନ୍ତୁ ଯେଉଁ ଗାଈଗୁଡ଼ିକ ରୋଗିଣା, ଦୁଗ୍ଧ ଦେବେ ନାହିଁ, ଅଳ୍ପ ଦିନରେ ମରିଯିବେ, ସେଭଳି ଗାଈଗୁଡ଼ିକୁ ବାବା କାହିଁକି ଦାନ ଦେଉଛନ୍ତି? ଭଲ ଗାଈ ତ ଅଛନ୍ତି, ସେସବୁ ଆଣି ନାହାନ୍ତି କାହିଁକି? ଏଇଟା ଖୁବ୍ ଅନ୍ୟାୟ। ଏ କଥା ସେ ବସିକି ଭାବୁଛି। ମାନେ ଯେଉଁଟା ଅନ୍ୟାୟ ନ୍ୟାୟ ସେ ତ ଛୋଟ ଦିନୁ ବୁଝିପାରିଥିଲେ ନଚିକେତା। ତ ସେଇଟା ସେ ଦେଖିକିନା ଜାଣୁଛନ୍ତି କେଉଁଟା ଭୁଲ କେଉଁଟା ଠିକ୍। ଶିଶୁ ମନର ଅଭିମାନ ଖୁବ୍ ବେଶୀ, କିନ୍ତୁ ସେ କେମିତି ପ୍ରତିବାଦ କରିବ? ତଥାପି ସେ ଋଷିଙ୍କୁ କହିଲା, ମାନେ ତାଙ୍କ ବାପାଙ୍କୁ, ବାବା ମୋତେ କାହାକୁ ଦାନ କରିବେ? ଛୋଟ ପିଲାଟିର ଏ କଥାକୁ କାନ ଦେବା ପାଇଁ ଋଷିଙ୍କର ସମୟ ନଥିଲା ସେତେବେଳେ। ବାରମ୍ବାର ନଚିକେତାର ପ୍ରଶ୍ନରେ ବାଜଶ୍ରବସ ବିରକ୍ତ ହୋଇ ଶେଷରେ କହିଲେ, ଯା, ତତେ ଯମ ହାତରେ ଦେଲି। ଏ ପ୍ରକାର ଉତ୍ତର ଶୁଣି ନଚିକେତା ପଥର ଭଳି ସ୍ଥିର ରହିଗଲା। ଭାବିଲା, ବାବା ଏମିତି କ'ଣ କହିଲେ? ମୁଁ କ'ଣ ଏତେ ଅପଦାର୍ଥ? ମଣିଷ ହିସାବରେ ମୋର କ'ଣ କିଛି ମୂଲ୍ୟ ନାହିଁ? ନା, ତା ତ ଠିକ୍ ନୁହେଁ। ବାବାଙ୍କର ଛାତ୍ରମାନଙ୍କ ମଧ୍ୟରେ ମୁଁ ଏତେ ଅଧମ ନୁହେଁ। ନିଜ ଉପରେ ଶ୍ରଦ୍ଧା ଆସିଲା ଆତ୍ମବିଶ୍ୱାସ। ସଙ୍ଗେ ସଙ୍ଗେ ନଚିକେତା କର୍ତ୍ତବ୍ୟ ସ୍ଥିର କରିନେଲା। ସେ ମନର କଥା ଋଷିଙ୍କୁ କହିଲା, ବାବା ମୁଁ ଯମରାଜଙ୍କ ପାଖକୁ ଯିବି। ଏକଥା ଶୁଣି
ବାଜସ୍ର ବର୍ଷ ଭୟ ପାଇଗଲେ। କହୁ କହୁ କ'ଣ କହି ପକାଇଲେ। ଏହା ବୋଲି କେଉଁ ବାପା ଜାଣି ଶୁଣି ନିଜ ପୁଅକୁ ଯମ ଘରକୁ ପଠାଇବ? ନଚିକେତା ବାବାଙ୍କୁ ବୁଝାଇଲା, ବାବା ତୁମେ କଥା ରକ୍ଷା କରିବାକୁ ପଡ଼ିବ, ତୁମ କଥା ରକ୍ଷା କରିବାକୁ ପଡ଼ିବ। ମୋର ଏହା କର୍ତ୍ତବ୍ୟ। ମନରେ ଯେତେ କଷ୍ଟ ହେଉ ପଛକେ ବାବା ମୋତେ ଅନୁମତି ଦିଅନ୍ତୁ, ମୁଁ ଯମପୁରକୁ ଯାଏ। ମଣିଷ ଜୀବନ ବା କେତେ ଦିନର? କେତେ ଛୋଟ ପିଲା, କେତେ କଥା, ବଡ଼ କଥା ସେ କହିପାରୁଛନ୍ତି। ସେ ସେଇଠୁ ତାପରେ କ'ଣ କରୁଛନ୍ତି, ଶେଷରେ ନଚିକେତା ଯମପୁରକୁ ଯାତ୍ରା କଲା। ଯମରାଜା ସେତେବେଳେ ନଥିଲେ, କୁଆଡ଼େ ଯାଇଥିଲେ। ନଚିକେତା କିଛି ନ ଖାଇ 3 ଦିନ ଯମରାଜାଙ୍କ ଫେରିବା ଯାଏ ଅପେକ୍ଷା କଲା। 3 ଦିନ ପରେ ଯମରାଜା ଫେରି ନଚିକେତାକୁ ଦେଖି ଖୁବ୍ ଖୁସି ହେଲେ, କାରଣ ନଚିକେତା ସତ୍ୟ ରକ୍ଷା କରି ଯମପୁରକୁ ଆସିଛି। ଯମରାଜା ତାକୁ 3ଟି ବର ମାଗିବାକୁ କହିଲେ। ନଚିକେତା କହିଲା, ମୁଁ ପୃଥିବୀ ଛାଡ଼ି ଆପଣଙ୍କ ପାଖକୁ ଆସିଛି। ମୋର ବାବା ଏଥିପାଇଁ କି ବଡ଼ କଷ୍ଟ ପାଉଛନ୍ତି। ମୁଁ ଯେତେବେଳେ ଆପଣଙ୍କ ପାଖକୁ ଫେରିଯିବି, ସେ ଯେମିତି ମୋତେ ଚିହ୍ନି ପାରିବେ ଆଉ ଆନନ୍ଦିତ ହୋଇ ମୋତେ ପାଖକୁ ନେବେ, ସେହି ବରଟି ଦିଅନ୍ତୁ। ଯମରାଜା କହିଲେ, ତାହା ହିଁ ହେବ, ଅନ୍ୟ ବରଟି ମାଗ। ନଚିକେତା କହିଲା, ମୁଁ ଶୁଣିଛି ସ୍ୱର୍ଗକୁ ଯାଇ ଲୋକେ ଖୁବ୍ ସୁଖରେ ରହନ୍ତି। ସେଠାରେ ରୋଗ ଶୋକ ନଥାଏ, ମରିବା ଭୟ ବି ନଥାଏ। ଯେଉଁ କାର୍ଯ୍ୟ କଲେ ସ୍ୱର୍ଗକୁ ଯାଇ ହେବ, ମୋତେ ତାହା ଶିଖାଇ ଦିଅନ୍ତୁ। ସ୍ୱର୍ଗକୁ ଯିବା ପାଇଁ ଯେଉଁ ଯଜ୍ଞ କରାଯାଏ, ଯମରାଜା ତାହା ନଚିକେତାକୁ ଶିଖାଇ ଦେଲେ। ନଚିକେତାର ବୁଦ୍ଧି ଦେଖି ସେ କହିଲେ, ତୁମ ନାଁରେ ଏହି ଯଜ୍ଞର ନାମକରଣ ହେବ, ଅନ୍ୟ ବରଟି ମାଗ। ନଚିକେତା କହିଲା, କେହି କେହି କହନ୍ତି ଲୋକ ମରିଗଲେ ତାର କିଛି ରହିଯାଏ, ଦେହ ନଷ୍ଟ ହୁଏ, ଅସଲ ମଣିଷ ମରେ ନାହିଁ, ଆତ୍ମା ଅମର। ଆଉ କେହି କେହି କହନ୍ତି ତାହା ନୁହେଁ, ମରିଗଲା ପରେ ଲୋକର ସବୁ କିଛି ଚାଲିଯାଏ, କିଛି ରହେନି। ଏଇ ଦୁଇଟା କଥାରୁ କେଉଁଟା ସତ? ଆପଣଙ୍କ ମୁହଁରୁ ଶୁଣିବାକୁ ଚାହେଁ। ଯମରାଜା ଏତେ ଛୋଟ ପିଲାର ଏମିତି କଥା ଶୁଣି ଅବାକ୍ ହୋଇଗଲେ। ତାକୁ ପରୀକ୍ଷା କରିବାକୁ କହିଲେ, ଦେଖ ବାବା, ଏସବୁ ବଡ଼ କଠିନ କଥା, ଦେବତାମାନେ ବି ଜାଣିନାହାନ୍ତି। ତମେ ଏ ବିଷୟରେ ନ ପଚାରି ଆଉ କ'ଣ ପଚାର? ନଚିକେତା କହିଲା, ତାହେଲେ ତ ଏ ବିଷୟରେ ମୋତେ ଜାଣିବାକୁ ପଡ଼ିବ, କାରଣ ଏ ବିଷୟରେ ଦେବତାମାନଙ୍କର ଯଦି ସନ୍ଦେହ ଅଛି, ଆପଣଙ୍କ ଭଳି ଯୋଗ୍ୟ ଲୋକଙ୍କ ଠାରୁ ମୋର ଶୁଣିବା ଦରକାର। ଏ ସୁଯୋଗ ମୁଁ ଛାଡ଼ିବି ନାହିଁ। ଯମରାଜା ନଚିକେତାକୁ ବହୁତ ଲୋଭ ଦେଖାଇଲେ। କହିଲେ, ନଚିକେତା, ମୁଁ ତୁମକୁ ବହୁତ ଧନ ସମ୍ପତ୍ତି ଦେବି, ଗାଡ଼ି ଘୋଡ଼ା ଧନଜନ ଦେବି, 100 ବର୍ଷ ପରମାୟୁ ଦେବି। ଖୁସିରେ ସବୁ ଭୋଗ କର। ପୃଥିବୀରେ ମଣିଷ ତ ଏଇଆ ହିଁ ଚାହେଁ। ଆଉ ଦେଖ, ସ୍ୱର୍ଗରେ ବହୁତ ଅପ୍ସରା ଅଛନ୍ତି, ଏମାନଙ୍କ ଭିତରୁ କାହାକୁ ସାଙ୍ଗରେ ନେଇଯାଅ, ଏମାନେ ଭଲ ନାଚ ଗାନ ଜାଣନ୍ତି। ଏସବୁ ମୋର ପାଖରୁ ନିଅ, ଆଉ କିଛି ପଚାର ନାହିଁ। ନଚିକେତା କହିଲା, ଏସବୁ ମୋର ଦରକାର ନାହିଁ। ଧୀରେ ଧୀରେ ଇନ୍ଦ୍ରିୟମାନେ ଅଚଳ ହୋଇଯିବେ, ଭୋଗ କରିବେ କିପରି? ମୁଁ ଚାହେଁ ଆତ୍ମତତ୍ତ୍ୱ ବିଷୟ। ମୁଁ କିଏ, କୁଆଡ଼ୁ ଆସିଛି, କୁଆଡ଼େ ଯିବି, କାହିଁକି ଆସିଛି, ଶ୍ରେଷ୍ଠ ଆନନ୍ଦ କ'ଣ? ଯମରାଜା ଶେଷରେ ନଚିକେତାକୁ ଆତ୍ମତତ୍ତ୍ୱ ଶିକ୍ଷା ଦେଲେ। ଗୋଟିଏ ଛୋଟ ପିଲାର ଏ କାହାଣୀ ବଡ଼ ଶିକ୍ଷଣୀୟ ହେଲା। ତ ଏଇ ବିଷୟରେ ତମେ ଜାଣିଲ। ଦେଖ, ନଚିକେତା ଏତେ ଛୋଟ ପିଲା ଯମଙ୍କ ପାଖରେ ପହଞ୍ଚି ସେଠି ତାର ଯାହା ଯାହା ଜାଣିବାର ଇଚ୍ଛା ଥିଲା, ଆତ୍ମା କିପରି ଅମର, କି ଜୀବନ ମୃତ୍ୟୁର ରହସ୍ୟ ଚକ୍ର, ଆଉ ମୋକ୍ଷ ପ୍ରାପ୍ତି, ଏ ସବୁ ତାର ଜାଣିବାକୁ ଇଚ୍ଛା ରହିଲା। ସେ ସବୁ ସେଟାକୁ ଜାଣି ବୁଝି ସବୁ ହେଇକି ସେ ସେଇଠୁ ପୁଣି ଫେରି ଆସିଥିଲେ। ତ ଏଇଭଳିଆ ରହିଲା। ତ ତମେ ଏଇ ବିଷୟଟାକୁ ଆଉ ଥରେ ଟିକେ ପିଲା ପଢ଼ିଦେବ। ଆଉ ଆଜି ମୋ ପାଠପଢ଼ା ତୁମକୁ କିପରି ଲାଗୁଛି ତମେ ମୋତେ କମେଣ୍ଟ କରି କହିବ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ଆଉ ସେୟାର କରିବ। ଆଉ ଆଜି ପାଇଁ ରହିଲି, ଧନ୍ୟବାଦ।